ଆପଣଙ୍କ ପୋଲିସ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସଂଘ ତରଫରୁ ଆପଣ ମାନେ ଆଜି ଭେଟିଥିଲେ ପୋଲିସ କମିଶନରଙ୍କୁ, କଣ କହିଲେ? ଆମେ 20 ରୁ ଊର୍ଦ୍ଧ୍ୱ ଏସପି ରାଙ୍କର ଅବସରପ୍ରାପ୍ତ ପୋଲିସ କର୍ମଚାରୀ ମାନେ ଆଜି ପୋଲିସ କମିଶନରଙ୍କୁ ଭେଟିଥିଲୁ ତାଙ୍କ ଅଫିସରେ ଏବଂ ଆମେ ତାଙ୍କୁ ଅନୁରୋଧ କରିଥିଲୁ ଯେଉଁ ଘଟଣା ଭରତପୁର ଥାନାରେ 14 ଏବଂ 15 ତାରିଖ ରାତିରେ ଘଟିଥିଲା ସେଥିପାଇଁ ଯେଉଁ କେସ୍ ହେଇଥିଲା ଏବଂ ଯେଉଁ କେସ୍କୁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ତଦନ୍ତ କରୁଛି ତାହାର ନିର୍ଯାସ ନ ମିଳିବା ପର୍ଯ୍ୟନ୍ତ କୌଣସି ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କୋଏର୍ସିଭ୍ ଆକ୍ସନ ନିଆନଯାଉ। ଉଦାହରଣ ସ୍ୱରୂପ ଗତକାଲି ରାତିରେ 3 ଜଣ ମହିଳା ପୋଲିସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚର ଅଫିସର ମାନେ ରାତି 12ଟା ପର୍ଯ୍ୟନ୍ତ ଡାକିକିରି ନାନା ପ୍ରକାର ପ୍ରଶ୍ନ ପଚାରୁଥିଲେ ଏବଂ ଆମ ଭିତରେ ପୁଲିସ ମହଲରେ ପ୍ରଚାର କରିଦିଆଗଲା ଯେ ସେମାନଙ୍କୁ ନିଶ୍ଚୟ ଆରେଷ୍ଟ କରିଦେବେ। ଗୋଟିଏ କଥା ମୁଁ ଅନୁରୋଧ କଲି ପୋଲିସ କମିଶନରଙ୍କୁ ଯେ ମହିଳାମାନଙ୍କୁ ସୂର୍ଯ୍ୟାସ୍ତ ପରେ ଥାନାକୁ ଡାକିବାର ନିୟମ ନାହିଁ। କିନ୍ତୁ ଆପଣଙ୍କର ପୋଲିସ କର୍ମଚାରୀ ମାନେ ସେଇ କ୍ରାଇମ ବ୍ରାଞ୍ଚ ହଉଛି ସେଇ ପୋଲିସ ବିଭାଗର ଗୋଟିଏ ପାର୍ଟ ହେଇପାରେ କିନ୍ତୁ ସେମାନେ ଯୋଉ ନୀତି ଅଛି ଘୋଷିତ ନୀତି ଯୋଉଠି ସୁପ୍ରିମକୋର୍ଟ ବି ଯୋଉ ପ୍ରକାରର କଥା କହିଛନ୍ତି ଗାଇଡଲାଇନ ଜାରି କରିଛନ୍ତି ତାକୁ ଏବଂ ଆଗରୁ ଯୋଉ ଗାଇଡଲାଇନ ସବୁ ଅଛି ତାକୁ ସବୁ ଅମାନ୍ୟ କରା ନଯାଉ। ପୁଲିସ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଯଦି ଦଣ୍ଡ ବିଧାନ କରିବା ଭଳିଆ ପ୍ରମାଣ ମିଳେ ତାହେଲେ ତାଙ୍କୁ ଗିରଫ କରାଯାଉ, ତାଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଉ। ଆପଣ ଆପ୍ରେହେଣ୍ଡ କରୁଛନ୍ତି କି ଯେହେତୁ ଚାପ ଅଧିକ ହଉଛି ଆର୍ମିର ସେନାର କିଛି ଅଫିସର ମଧ୍ୟ ଚାପ ପକାଉଛନ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ ମାନଙ୍କର ବୟାନ ଆସୁଛି ତ ପୋଲିସ ଆରେଷ୍ଟ କରିପାରେ ଆଇଆଇସି ଙ୍କୁ ଏବଂ ପୋଲିସ କର୍ମଚାରୀ ମାନଙ୍କୁ? ସେଇ ହଉଛି ଆମର ଭୟ। କାରଣ ଗୋଟିଏ କଥା ଦେଖନ୍ତୁ, ଯେତେବେଳେ ଥାନା ଲେଭେଲରେ ଗୋଟିଏ ମକଦ୍ଦମା ହେଲା ତାର ତଦନ୍ତ ଚାଲିଥିଲା, ତାପରେ ସେ ଭଲ ଭାବରେ ମାନେ ନିଷ୍ପକ୍ଷ ତଦନ୍ତ ହବ ବୋଲି ଡିଜି ପୋଲିସ ତାକୁ କ୍ରାଇମବ୍ରାଞ୍ଚ ଦେଇଦେଲେ। ଏହି ସମୟରେ ମିଲିଟାରୀ କର୍ମଚାରୀ ମାନଙ୍କର ମୁଖ୍ୟ ସେ ହାଇକୋର୍ଟର ଚିଫ ଜଷ୍ଟିସଙ୍କୁ ଚିଠି ଲେଖୁଛନ୍ତି। ଏହାର ଅର୍ଥ ସେ ପ୍ରଭାବିତ କରିକିରି ଜୁଡିସିଆରୀ କି ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା କରୁଛନ୍ତି। ତାକୁ ପ୍ରତିହତ କରିବା ପାଇଁ ଆମେ ଆଜି ଯାଇକିରି ପୁଲିସ କମିଶନରଙ୍କୁ ଦେଖା କରିଥିଲୁ ଏବଂ ଭବିଷ୍ୟତରେ ପୁଲିସ ଡିଜି, ହୋମ ସେକ୍ରେଟାରୀ, ଚିଫ ସେକ୍ରେଟାରୀ ଏବଂ ଚିଫ ମିନିଷ୍ଟରଙ୍କୁ ଦେଖା କରିବାରେ ବି ଆମର ପୋଲିସ କମିଶନରଙ୍କୁ କଣ ଆପଣ କହିଲେ ଯେ ପୋଲିସ କର୍ମଚାରୀ ମାନଙ୍କୁ ଆରେଷ୍ଟ ନ କରନ୍ତୁ ବୋଲି? ଅନୁରୋଧ କଲୁ, ଆମେ କହିଲୁ ତାଙ୍କ ବିରୁଦ୍ଧରେ ମକଦ୍ଦମା ତଦନ୍ତ ଚାଲିଛି, ତାଙ୍କ ବିରୁଦ୍ଧରେ କିଛି ପ୍ରମାଣ ନାହିଁ। ପ୍ରମାଣ ନଥିବା ବେଳେ କେମିତି ଆପଣ ଆରେଷ୍ଟ କରୁଛନ୍ତି? ଆରେଷ୍ଟ କରିବା ଭୟ କାହିଁକି ସୃଷ୍ଟି କରାଯାଉଛି? ତ ଆଉ ଗୋଟେ କଥା ମୁଁ ଜାଣିବା ପାଇଁ ଚାହିଁବି, ଏ ଯୋଉ ଭିଡିଓ ସବୁ ଆସିଛି ସାମ୍ନାକୁ ଗତକାଲି ଠାରୁ ଆଜି ଭିତରେ ସେ ଭିଡିଓ କଣ ପ୍ରମାଣ କରୁଛି? ଏ ଭିଡିଓ କଥା ଶୁଣନ୍ତୁ, ଭିଡିଓ କଥା ନ କହିବା ଭଲ। ଯେତେ ଭିଡିଓ ଆସେ ଯୋଉ କଥାରେ ଭିଡିଓକୁ ପ୍ରମାଣ ରୂପେ ବ୍ୟବହାର କରିବାକୁ ହେଲେ ତାର ପ୍ରଥମ ଭିଡିଓଠୁ ଆରମ୍ଭ କରି ଶେଷ ଭିଡିଓ ପର୍ଯ୍ୟନ୍ତ କ୍ରମାନ୍ୱୟରେ ପରୀକ୍ଷା ନିରୀକ୍ଷା କରିବାକୁ ପଡେ। ଯେତେ ଭିଡିଓ ଆସୁଛି ଏପର୍ଯ୍ୟନ୍ତ ମୋ ଜ୍ଞାତ ସାରରେ ଶେଷ ଭିଡିଓ ବୋଧହୁଏ ଯୋଉ 5-7 ଜଣ କଲେଜ ଛାତ୍ର ଏବଂ ଏଇ ଯୋଉ ତଥା କଥିତ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଭିତରେ ରାସ୍ତା ଉପରେ ଯୋଉ ଗଣ୍ଡଗୋଳ ହେଇଥିଲା ସେ ଭିଡିଓ ଆପଣ ଦେଖିଛନ୍ତି କି ନାହିଁ ମୁଁ କହିପାରିବିନି। ସେ ଭିଡିଓ ପରିଷ୍କାର ଭାବରେ କହୁଛି ଯେ ସେମାନଙ୍କ ଭିତରେ ମାରପିଟ ରାସ୍ତା ଉପରେ ହେଇଥିଲା। ସେଇ କଥା କହିବାକୁ ମେଜର ଏବଂ ତାଙ୍କର ବାନ୍ଧବୀ ଥାନାକୁ ଆସିଥିଲେ ଏବଂ ଥାନାରେ ଅତ୍ୟଧିକ ମଦ୍ୟପାନ କରିକିରି ଏପରି ଦୁର୍ବ୍ୟବହାର କଲେ ଯେ ଯାହାଫଳରେ କି ଆଉ ଗୋଟେ ନୂଆ ସମସ୍ୟା ସୃଷ୍ଟି ହେଇଗଲା। ତ ଅତ୍ୟଧିକ ମଦ୍ୟପାନ କରିଥିଲେ ବୋଲି ଏଭଳି ସମସ୍ୟା ସୃଷ୍ଟି ହେଲା ବୋଲି ଆପଣ କହୁଛନ୍ତି? ହଁ, ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ତ୍ରିପାଠୀ, ବହୁତ ଧନ୍ୟବାଦ।